ରାଷ୍ଟ୍ରପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ଏଠାରେ ଉପସ୍ଥିତ ଥିବା ମୋର ସ୍ନେହ ଆଦରର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ଆମକୁ ସ୍ୱାଧୀନତାରେ ଭାଗ ନେଇଥିବା ଦୁଇ ଜଣ ମହାନ ପୁରୁଷ ଯଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ। ସେମାନେ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ କାହିଁକି ଆମ ଦେଶ ତାଙ୍କୁ ମନେ ପକାଉଛି ତାହା ଜାଣିବା ଆମର ଆବଶ୍ୟକ ରହିଛି। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଇଂରେଜମାନେ ଭାରତର ସମ୍ପୂର୍ଣ୍ଣ କ୍ଷମତା ଉପଭୋଗ କରୁଥିଲେ, ସେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମ ନିଷ୍ଠୁର ଇଂରେଜମାନଙ୍କ ସମ୍ମୁଖରେ ନିଷ୍ପ୍ରଭାବୀ ହୋଇଯାଇଥିଲା। ଏହିଭଳି ମାହୋଲରେ ଆମ ରାଜ୍ୟର କଟକ ଜିଲ୍ଲାରେ 1897 ମସିହା ଜାନୁଆରୀ 23 ତାରିଖରେ ଏକ ମହାନ ପୁତ୍ର ଜନ୍ମ ହେଲା। ତାଙ୍କ ମାତାଙ୍କ ନାମ ଥିଲା ପ୍ରଭାବତୀ ଦତ୍ତ ଓ ପିତା ଥିଲେ ଜାନକୀନାଥ ବୋଷ। ସେହି ମହାନ ଦେଶଭକ୍ତ ହେଉଛନ୍ତି ମାତା ଭାରତୀର ମହାନ ସୁପୁତ୍ର, ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ସେନାନୀ, ଆଜାଦ ହିନ୍ଦ ଫୌଜର ସୁପ୍ରିମ କମାଣ୍ଡର, ନେତାଜୀ ନାମରେ ବିଖ୍ୟାତ ମହାନ କ୍ରାନ୍ତିକାରୀ ସୁଭାଷ ଚନ୍ଦ୍ର ବୋଷ। ସୁଭାଷ ଚନ୍ଦ୍ର ବୋଷ ଏପରି ଏକ ବ୍ୟକ୍ତି ଯାହାଙ୍କ ବିଷୟରେ ଶୁଣିଲେ ଆମ୍ଭମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ ହୋଇଉଠେ, ନିରାଶା ଦୂର ହୋଇଥାଏ ଏବଂ ଦେଶ ପାଇଁ ନିଜକୁ ସମର୍ପିତ କରିବାର ଭାବନା ଜାଗ୍ରତ ହୋଇଥାଏ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଓ ଜଣେ ସଚ୍ଚା ଦେଶଭକ୍ତ ଥିଲେ। ସେ ନିଜର ପିତାମାତାଙ୍କ ଠାରୁ ଅଧିକ ଦେଶକୁ ଭଲ ପାଉଥିଲେ ଓ ନିଜର ତନ୍ମନ ଧନ ମାତା ଭାରତୀଙ୍କର ସ୍ୱାଧୀନତାରେ ଅର୍ପଣ କରିଥିଲେ। ନେତାଜୀ ପିଲାଟି ଦିନରୁ ହିଁ ତାଙ୍କ ମନରେ ବୈପ୍ଳବିକ ଚିନ୍ତାଧାରାର ସୃଷ୍ଟି ହୋଇଥିଲା। ସେ ଯେଉଁଠି ବି ଇଂରେଜମାନଙ୍କୁ ଅତ୍ୟାଚାର ଦେଖୁଥିଲେ, ତାଙ୍କୁ ତାଙ୍କରି ଭାଷାରେ ହିଁ ଉତ୍ତର ଦେଇଦେଉଥିଲେ। ସେଥିପାଇଁ ନେତାଜୀଙ୍କୁ ଆଧୁନିକ ଭାରତର ଚାଣକ୍ୟ ବୋଲି କୁହାଗଲା। ନେତାଜୀ ଇଣ୍ଡିଆନ ସିଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ ଇଂରେଜମାନଙ୍କ ଅଧୀନରେ କାମ ନ କରି ଦେଶ ସେବା କରିବା ନିମନ୍ତେ ନିଜର ମାର୍ଗ ନିଜେ ପ୍ରସ୍ତୁତ କରିଥିଲେ ଓ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ସାଜିଥିଲେ। ନେତାଜୀଙ୍କୁ ସାର୍ବଜନୀନ ଜୀବନରେ 11 ଥର ଜେଲ୍ ଯିବାକୁ ପଡ଼ିଥିଲା। ନେତାଜୀ ଗାନ୍ଧିଜୀଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ, କିନ୍ତୁ ଅହିଂସା ଦ୍ୱାରା ଇଂରେଜମାନଙ୍କୁ ସ୍ୱାଧୀନତାର ଭିକ୍ଷା ମାଗିବ ଏହା ସେ ସ୍ୱୀକାର କରୁନଥିଲେ। କାରଣ ସେ ଜାଣିଥିଲେ କି ସ୍ୱାଧୀନତା ଭିକ୍ଷା ମାଗିବାରେ ମିଳିବ ନାହିଁ। ଆମକୁ ଆମର ସ୍ୱାଧୀନତା ଇଂରେଜମାନଙ୍କ ଠାରୁ ଛଡ଼ାଇ ଆଣିବାକୁ ପଡ଼ିବ। 1938 ମସିହାରେ ନେତାଜୀ କଂଗ୍ରେସର ଅଧ୍ୟକ୍ଷ ଥିଲେ, କିନ୍ତୁ ଗାନ୍ଧିଜୀଙ୍କ ସହିତ ତାଙ୍କର ମତାନ୍ତର ଯୋଗୁଁ ସେ କଂଗ୍ରେସ ଛାଡ଼ି ଦେଇଥିଲେ ଏବଂ ଫରୱାର୍ଡ ବ୍ଲକ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ। 1941 ମସିହାରେ ଇଂରେଜମାନେ ତାଙ୍କୁ ତାଙ୍କ ଘରେ ନରଜବନ୍ଦୀ ରଖିଥିଲେ, କିନ୍ତୁ ନେତାଜୀ 1941 ମସିହା ଜାନୁଆରୀ 26 ତାରିଖରେ ଇଂରେଜମାନଙ୍କୁ ଯତ୍ନ ଦେଇ ବହୁ ସଫଳତାର ସହିତ ପଳାୟନ କରି ଆଫଗାନିସ୍ତାନ ଓ ରୁଷିଆ ମଧ୍ୟ ଦେଇ ଜର୍ମାନୀରେ ପହଞ୍ଚିଥିଲେ, ଯେଉଁଠାରେ ଆଜାଦ ହିନ୍ଦ ଫୌଜ ନାମକ ସୈନ୍ୟବାହିନୀ ଗଠନ କରିଥିଲେ। ସେଠାରେ ପାଖାପାଖି 40,000 ସୈନିକ ଥିଲେ। ସେଠାରେ ସୈନିକମାନଙ୍କୁ ପ୍ରେରିତ କରିବା ପାଇଁ ନେତାଜୀ "ୟୁ ଗିଭ୍ ମି ଲଭ୍, ଆଇ ୱିଲ୍ ଗିଭ୍ ୟୁ ଫ୍ରିଡମ୍" ଅର୍ଥାତ୍ ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ଦିଲ୍ଲୀ ଚଲୋ ଇତ୍ୟାଦି ନାରା ଦେଇଥିଲେ। 1943ରୁ 1945 ମସିହା ପର୍ଯ୍ୟନ୍ତ ଆଜାଦ ହିନ୍ଦ ଫୌଜର ସୈନିକମାନେ ଇଂରେଜମାନଙ୍କ ସହିତ ଯୁଦ୍ଧ କରିଥିଲେ ଓ ଶେଷରେ ଇଂରେଜମାନେ ଭାବିଥିଲେ ଯେ ଆମକୁ ଭାରତ ଛାଡ଼ିବାକୁ ହିଁ ପଡ଼ିବ। 1947 ମସିହା ବେଳେ ଯେତେବେଳେ ଭାରତର ସ୍ୱାଧୀନତା ହୋଇଥିଲା, ସେତେବେଳେ କ୍ଲିମେଣ୍ଟ ଅଟଲି ବ୍ରିଟେନର ପ୍ରଧାନମନ୍ତ୍ରୀ ଥିଲେ। ସେ ପ୍ରଥମ କରି ଭାରତ ସ୍ୱାଧୀନତା ହେବା ପରେ 1956 ମସିହାରେ ଭାରତକୁ ଆସିଥିଲେ। ସେହି ସମୟରେ ଭାରତର ଗଭର୍ଣ୍ଣର ଶଶିଭୂଷଣ ଚକ୍ରବର୍ତ୍ତୀ ତାଙ୍କୁ ସ୍ୱାଗତ କରିଥିଲେ। ସ୍ୱାଗତ ସମୟରେ ଚକ୍ରବର୍ତ୍ତୀ ତାଙ୍କୁ ଗୋଟିଏ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନ ଥିଲା, ଆପଣ ଆମକୁ ସ୍ୱାଧୀନତା ଦେଲେ, ଏହି ସ୍ୱାଧୀନତା ଉପରେ ଗାନ୍ଧିଜୀଙ୍କ ଭୂମିକା କେତେ ଥିଲା? ସେ ତାହାର ଉତ୍ତର ଦେଇଥିଲେ, ମିନିମାଲ। ଏହାର ଅର୍ଥ ବହୁତ କମ୍।
ପ୍ରକୃତରେ ଅଟଲିଙ୍କ ଉତ୍ତର ଭୁଲ ନଥିଲା, କାରଣ ଇଂରେଜମାନେ ଯଦି କାହାକୁ ଅତି ଭୟ କରୁଥିଲେ ତେବେ ସେ ଆଉ କିଏ ନୁହନ୍ତି, ଆମ ମାଟିର ବୀର ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ମୁଁ ଏତିକି କହି ମୋର ଅଭିଭାଷଣକୁ ଏଠାରେ ସ୍ଥଗିତ କରୁଛି। ଧନ୍ୟବାଦ। ଜୟ ହିନ୍ଦ। ନମସ୍କାର। ଧନ୍ୟବାଦ। ହଉ, ଆଜିର ଉତ୍ସବ ପାଳନ